ଜୟ ଜଗନ୍ନାଥ। ନମସ୍କାର ବନ୍ଧୁଗଣ, ଆସନ୍ତୁ ବିଜ୍ଞାନର କିଛି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଡିସ୍କସନ୍ କରିବା। ତ ଏଠି ପ୍ରଥମ ପ୍ରଶ୍ନ ଅଛି, କେଉଁ ଜାତୀୟ ପ୍ରାଣୀର ମୃତ୍ୟୁ ପର୍ଯ୍ୟନ୍ତ ବଢ଼ିଥାନ୍ତି? ସରୀସୃପ, ପକ୍ଷୀ, ସ୍ତନପାୟୀ, ଜଳଚର। ତାର ଉତ୍ତର କ'ଣ? ନା ସରୀସୃପ ଜାତୀୟ ପ୍ରାଣୀ ମୃତ୍ୟୁ ପର୍ଯ୍ୟନ୍ତ ବଢ଼ିଥାନ୍ତି। ଜାନୁଆରୀ ମାର୍ଚ୍ଚ ମଧ୍ୟରେ କେଉଁ ରାଜ୍ୟର ଉପକୂଳରେ ବହୁ ସଂଖ୍ୟକ କଇଁଛ ଏକାଠି ହେବାର ଦେଖାଯାଏ? କେଉଁ ରାଜ୍ୟର ଉପକୂଳରେ? କେରଳ, ଗୋଆ, ମହାରାଷ୍ଟ୍ର, ଓଡ଼ିଶା। କେଉଁଠି? ଆମ ଓଡ଼ିଶାରେ। ଜଳଶ୍ୱାନ କାହାକୁ କୁହାଯାଏ? ଡଲଫିନ୍, ଧଳାତିମି, ସିନ୍ଧୁଘଟକ, ଅଧ। କାହାକୁ କୁହାଯାଏ? ନା ଅଧକୁ ଜଳଶ୍ୱାନ ବୋଲି କୁହାଯାଏ। ନେକ୍ସଟ, ସ୍ଥଳଭାଗର ସ୍ତନପାୟୀଙ୍କ ମଧ୍ୟରେ କାହାର ମସ୍ତିଷ୍କ ବୃହତ୍ତମ? ହାତୀ, ସିଂହ, ଗଣ୍ଡା, ମଣିଷ। କାହାର? ନା ହାତୀ। ହାତୀ ହେଲେ ସ୍ଥଳଭାଗର ବୃହତ୍ତମ ପ୍ରାଣୀ, ତେଣୁ ତାର ମସ୍ତିଷ୍କ ମଧ୍ୟ ବୃହତ୍ତମ। କେଉଁ ପ୍ରାଣୀର ଗର୍ଭଧାରଣ ସମୟ ସର୍ବାଧିକ? ହାତୀ, ଘୋଡ଼ା, ମଣିଷ, ତିମି। କାହାର ବୋଲି ଭାବୁଛ? ନା ହାତୀର ଗର୍ଭଧାରଣ ସମୟ ସର୍ବାଧିକ। କେଉଁ ପ୍ରାଣୀର ହୃତ୍ପିଣ୍ଡ ସବୁଠୁ ବଡ଼? ହାତୀ, ନୀଳତିମି, ଗୟଳ, ଗଣ୍ଡା। କ'ଣ ଆସିବ? ତାର ଉତ୍ତର ହେଉଛି ନୀଳତିମିର ହୃତ୍ପିଣ୍ଡ ସବୁଠୁ ବଡ଼। ଡଲଫିନ୍ର ନବଜାତ ଶିଶୁ କ'ଣ ଖାଇ ବଞ୍ଚେ? ଛୋଟ ମାଛ, ସାମୁଦ୍ରିକ ଦଳ, ଜେଲିଫିସ୍ ନା ମା' କ୍ଷୀର। କ'ଣ ତୁମେ ଭାବୁଛ? ନା ତାର ଉତ୍ତର କ'ଣ ହେଉଛି? ନା ମା' କ୍ଷୀର। ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। କେବେ ବାଘ ଭାରତର ଜାତୀୟ ପଶୁର ମାନ୍ୟତା ଲାଭ କଲା? କେବେ? 1972, 1947, 1973, 1952। କେବେ? ନା 1973ରେ ବାଘ ଭାରତୀୟ ଜାତୀୟ ପଶୁର ମାନ୍ୟତା ଲାଭ କଲା। ଭାରତର କେଉଁ ରାଜ୍ୟରେ ତୁମେ ଏସୀୟ ବଣୁଆ ଗଧ ଦେଖିବାକୁ ପାଇବ? ଭାରତର କେଉଁ ରାଜ୍ୟରେ? ରାଜସ୍ଥାନ, ପଶ୍ଚିମବଙ୍ଗ, ଓଡ଼ିଶା, ଗୁଜରାଟ। ତାର ଉତ୍ତର କ'ଣ? ନା ଗୁଜରାଟ ରାଜ୍ୟରେ ତୁମେ ଏସୀୟ ବଣୁଆ ଗଧ ଦେଖିବାକୁ ପାଇବ। ପୃଥିବୀର ସବୁଠୁ ଡେଙ୍ଗା ଉଡ଼ନ୍ତା ପକ୍ଷୀ କେଉଁଠି? ଆଲବାଟ୍ରସ୍, ସାରସବଗ, ମୟୂର, ଇଗଲ। ପୃଥିବୀର ସବୁଠୁ ଡେଙ୍ଗା ଉଡ଼ନ୍ତା ପକ୍ଷୀ କିଏ? ନା ସାରସବଗ। ଦହିରେ କେଉଁ ବୀଜାଣୁ ଥାଏ? ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। କ'ଣ ଥାଏ? ଲାକ୍ଟୋବାସିଲସ୍ ବୀଜାଣୁ ଥାଏ। ନେକ୍ସଟ କ୍ୱେଶ୍ଚନ୍, ଡକ୍ଟର ସଲିମ ଅଲିଙ୍କୁ ଭାରତରେ ପକ୍ଷୀ ବୁଢ଼ା ବୋଲି କୁହାଯାଏ। ଡକ୍ଟର ସଲିମ ଅଲିଙ୍କୁ, ଏହି ପକ୍ଷୀ ବିଜ୍ଞାନୀଙ୍କର ଆତ୍ମଜୀବନର ନାମ କ'ଣ? ଡକ୍ଟର ସଲିମଙ୍କୁ ଭାରତର ପକ୍ଷୀ ବୁଢ଼ା ବୋଲି କୁହାଯାଏ। ତାଙ୍କର ଆତ୍ମଜୀବନ ନାମ କ'ଣ? ଦି ଫ୍ଲାଇଟ୍ ଅଫ୍ ଏ ସ୍ପାରୋ, ଦି ଫଲ୍ ଅଫ୍ ଏ ସ୍ପାରୋ, ଦି ମ୍ୟାନ୍ ଅଫ୍ ଇଣ୍ଡିଆ ନା ଇଣ୍ଡିଆସ୍ ବ୍ୟାଡମ୍ୟାନ୍। ତ ଉତ୍ତର କ'ଣ? ଦି ଫଲ୍ ଅଫ୍ ଏ ସ୍ପାରୋ। କେଉଁ ପ୍ରାଣୀ ଜୀବନକାଳ ମଧ୍ୟରେ ଅଧିକ ସମୟ ଶୋଇବାରେ କଟାଇଥାଏ? କେଉଁ ପ୍ରାଣୀ ଅଧିକ ଶୋଇଥାଏ? ହାତୀ, ବେଙ୍ଗ, ଠେକୁଆ, ଚିତା। ତାର ଉତ୍ତର କ'ଣ? ନା ବେଙ୍ଗ। କେଉଁ ମାଛ ନିଜର ସହଜାତ ଗୁଣ ଯୋଗୁଁ ନିଜ ଜନ୍ମସ୍ଥାନକୁ ଫେରି ଆସେ? ନା ଇଲିଶି। ସହଜାତ ଗୁଣ ଯୋଗୁଁ ନିଜ ଜନ୍ମସ୍ଥାନକୁ ଫେରି ଆସେ। ଯେଉଁଠି ଯାଉଥାନ କାହିଁକି ଫିସ୍ ମାଇଗ୍ରେସନ୍ ଯେଉଁଟା ଆମେ କହିଥାଉ, ପୁଣି ଥରେ ତାର ନିଜର ସହଜାତ ଗୁଣ ଯୋଗୁଁ ଜନ୍ମସ୍ଥାନକୁ ଫେରି ଆସିଥାଏ। ସବୁଠୁ ମନ୍ଥର ଗତିରେ ଚାଲୁଥିବା ପ୍ରାଣୀ କିଏ? ହାଇନା, ସ୍ଲଥ୍, ମୂଷା, ହାତୀ। କିଏ? ନା ସ୍ଲଥ୍।
ସ୍ଲୋଥ୍ ସବୁଠୁ ମନ୍ଥର ଚାଲିଥିବା ପ୍ରାଣୀ। କେଉଁ ପ୍ରାଣୀ ଜଳରେ ଦ୍ରୁତ ବେଗରେ ଦୌଡ଼ିପାରେ? ନା ସିନ୍ଧୁଘଟକ, ନା ଜଳହସ୍ତୀ, ନା ଅଧ, ନା ଏଥିମଧ୍ୟରୁ କୌଣସି ନୁହେଁ। ତାର ଉତ୍ତର କ'ଣ? ନା ଜଳହସ୍ତୀ। ଜଳ ଦ୍ରୁତ ବେଗରେ ଦୌଡ଼ିପାରେ ଜଳହସ୍ତୀ। ଏମାନଙ୍କ ମଧ୍ୟରୁ କିଏ ବେଶୀ ଦିନ ବଞ୍ଚିଥାଏ? ନୀଳତେମୀ, ସାପ, କଇଁଛ, ଅକ୍ଟୋପସ୍। କିଏ ଅଧିକ ଦିନ ଆମେ ଜାଣିଛେ କିଏ? ନା କଇଁଛ ବଞ୍ଚିଥାଏ। ମହୁମାଛିର କେତୋଟି ଆଖି ଥାଏ? ଲକ୍ଷ୍ୟ କରିଛ? 2ଟା, ନା 3ଟି, ନା 4ଟି, ନା 5ଟି? କେତୋଟି? ନା 5ଟି ଆଖି ଥାଏ। ଏକ ବୁଢିଆଣୀର କେତୋଟି ଆଖି ଥାଏ? 2, 4, 6, 8। କେତୋଟି? ନା 8ଟି। ଚିନ୍ତା କର, ଗୋଟେ ବୁଢିଆଣୀର 8ଟି ଆଖି ଥାଏ। ଆମର ତ 2ଟା ଆଖି ଅଛି। କେଉଁ ପ୍ରାଣୀର ଚମଡ଼ା ସବୁଠୁ ମୋଟା? ସିନ୍ଧୁଘଟକ, ଜଳହସ୍ତୀ, ତିମି, ପ୍ଲାଟିପସ୍। ତାର ଉତ୍ତର କ'ଣ? ନା ଜଳହସ୍ତୀ। ଯିଏ ଜଳରେ ଅଧିକ ଦୌଡ଼ିପାରେ, ତାର ଚମଡ଼ା ମଧ୍ୟ ସବୁଠୁ ଅଧିକ ମୋଟା। ତ ଏତିକି ଥିଲା ଆଜିର ପ୍ରଶ୍ନ ଉତ୍ତର। ରହୁଛି, ନମସ୍କାର।